नमस्कार आकाशवाणी कटक आंचलिक संवाद पढ़ुंट शुभेन्दु कुमार पंडा जी नीट यूजी प्रवेशिका परीक्षा अनियमितता मामलें शुणाणी ହେବ। ଏହା ପୂର୍ବରୁ ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସମ୍ପୂର୍ଣ୍ଣ ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହେବ ନାହିଁ, ତେଣୁ ସବୁ ସ୍ଥାନରେ ପରୀକ୍ଷା ରଦ୍ଦ କରାଯିବା ଆବଶ୍ୟକ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସୂଚନା ଅନୁସାରେ ପୂର୍ବରୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏ ସମ୍ବନ୍ଧରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଜି ମାଥିବାଥନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ତଥା ପ୍ରଶିକ୍ଷଣ ସଂଯୋଜନ ଭାବେ ବଦଳି କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ, ବିଶାଲ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗର ସଚିବ ଏବଂ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଜମିଜମା ସମ୍ବନ୍ଧୀୟ ଏବଂ ବନ୍ଦୋବସ୍ତ ବିଭାଗର କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂ ଠାକୁରଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱାର୍କ ପ୍ଲାନିଂ ଗ୍ରୁପ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରୁ ଓଡ଼ିଶାରେ 2ଟି ନୂଆ ରେଳ ଲାଇନ୍ ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି। ପିଏମ୍ ଗତିଶକ୍ତି ଯୋଜନାରେ ବଳରାମରୁ ତେନ୍ତୁଳଇ ଓ ବୁଢ଼ାପଙ୍କରୁ ଲୁବୁରି ପର୍ଯ୍ୟନ୍ତ 2ଟି ଲାଇନ୍ ତିଆରି ହେବ। ଏହି ଦୁଇ ପ୍ରକଳ୍ପ ପାଇଁ ରେଳ ବିଭାଗ ପକ୍ଷରୁ 4,882 କୋଟି ଟଙ୍କା ଖର୍ଚ୍ଚ ହେବ। କୋଇଲା ପରିବହନକୁ ସରଳୀକରଣ କରିବାରେ ଏହି ରେଳ ଲାଇନ୍ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଚଳିତ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ଓ ଷଷ୍ଠ ଶ୍ରେଣୀର ପାଠ୍ୟକ୍ରମରେ ପରିବର୍ତ୍ତନ କରିବ। ତେବେ ଅନ୍ୟ ଶ୍ରେଣୀର ପାଠ୍ୟକ୍ରମଗୁଡ଼ିକ ବଦଳିବ ନାହିଁ ବୋଲି ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଶ୍ରେଣୀର ଛାତ୍ରଛାତ୍ରୀମାନେ ପୂର୍ବ ଶିକ୍ଷାବର୍ଷରେ ପ୍ରଚଳିତ ପୁସ୍ତକରୁ ପାଠ ପଢ଼ିପାରିବେ। ରାଜ୍ୟ ମହିଳା ଓ ଶିଶୁ ବିକାଶ ପକ୍ଷରୁ ସମସ୍ତ ଜିଲ୍ଲାରେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଶିଶୁଙ୍କ ପୋଷଣ କ୍ଷେତ୍ରରେ ଉନ୍ନତି ଆଣିବା ସହ ପୂର୍ଣ୍ଣ ଆହାର କାର୍ଯ୍ୟକ୍ରମ, ଶିଶୁ ଓ ଛୋଟ ପିଲାଙ୍କୁ ଉପଯୁକ୍ତ ଖାଦ୍ୟ ଦେବା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ସମସ୍ତ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ମିଶନ ଶକ୍ତି ବିଭାଗର ପ୍ରକଳ୍ପ ସଂଯୋଜକ ଆଦିଙ୍କୁ ମିଶାଇ 4,800ରୁ ଊର୍ଦ୍ଧ୍ୱ ଜଣଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟଶୈଳୀରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ରାଜ୍ୟର 30 ଜଣ ଦକ୍ଷ ଭାରୀଯାନ ଚାଳକ ଜାପାନରେ ଗାଡ଼ି ଚଳାଇବା ପାଇଁ ଅନୁମତି ପାଇଛନ୍ତି। ବେଙ୍ଗାଲୁରୁରେ ଜାପାନ ଦେଶର ଭାଷା ଓ ନୀତି ନିୟମ ଶିଖିବା ପରେ ଏହି ଗାଡ଼ି ଚାଳକମାନେ ଜାପାନ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଗାଡ଼ି ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର 1,254 ଜଣ ତାଲିମପ୍ରାପ୍ତ ଗାଡ଼ି ଚାଳକ ପୂର୍ବରୁ ରାଜ୍ୟ ତଥା ଦେଶରେ ଅନେକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ପରିସରରେ ରେନ୍ ୱାଟର ହାର୍ଭେଷ୍ଟିଂ ବା ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। ବର୍ଷା ଜଳକୁ ଛାତ ଉପରେ ଟ୍ୟାଙ୍କର ମାଧ୍ୟମରେ ସଂରକ୍ଷଣ କରି ଛାତ ଉପରେ ସବୁଜ କ୍ଷେତ୍ର ସୃଷ୍ଟି କରି ପ୍ରତ୍ୟେକ ବୁନ୍ଦା ଜଳକୁ ବ୍ୟବହାର କରିବାକୁ ୟୁଜିସି ପକ୍ଷରୁ ଆହ୍ୱାନ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରି ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି। ମହାଲକ୍ଷ୍ମୀ ବିଜେ କରିବା ସହ ସ୍ୱତନ୍ତ୍ର ବିଧି ପାଳନ ପୂର୍ବକ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ଆଜି ପାଳନ କରାଯିବ।
खरीफ ऋतुରେ प्रधानमंत्री फसल बीमा योजना ପାଇଁ पंजीकरण आरंभ ହୋଇଛି। ଭାଗ ଚାଷୀମାନେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜମି ମାଲିକମାନଙ୍କ ପାଖରୁ ଅନୁମତି ଆଣି ଆବେଦନ କରିପାରିବେ। ସେହିପରି ଋଣ ନେଇଥିବା ଚାଷୀମାନେ ଋଣ ଦେଇଥିବା ଅନୁଷ୍ଠାନର ସହମତିରେ ପଞ୍ଜୀକରଣ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଜଣେ ଚାଷୀ ସର୍ବାଧିକ 5 ଏକର ଜମି ପର୍ଯ୍ୟନ୍ତ ଚାଷ ଜମିର ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଅପରାହ୍ନ 2ଟା 32 ମିନିଟ୍ରେ। ନମସ୍କାର।